ରାମ ମନ୍ଦିର ଉଦ୍ଘାଟନ ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ସାରା ଦେଶ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟା ଗସ୍ତ କରୁଛନ୍ତି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଭକ୍ତଙ୍କ ଗମନାଗମନକୁ ସରଳ କରିବା ପାଇଁ ପୂର୍ବତଟ ରେଳପଥ ଅନେକ ଟ୍ରେନ ଚଳାଇବ। ସେଥିମଧ୍ୟରୁ ଓଡ଼ିଶା ଦେଇ ଗଡ଼ିବ 4ଟି ଆସ୍ଥା ଏକ୍ସପ୍ରେସ୍। ଏହା ବିଭିନ୍ନ ଷ୍ଟେସନ ଦେଇ ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ। ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ୍ ଆସନ୍ତା 31 ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ ଅଯୋଧ୍ୟା ଧାମ ଯିବ। ଓଡ଼ିଶାର ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜମାର୍ଥାପୁର, ଢେଙ୍କାନାଳ, ଅନୁଗୁଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା ରୋଡ଼ ଇବ୍ ଷ୍ଟେସନରେ ରହିବ। ସେହି ଟ୍ରେନ ଫେବୃଆରୀ 3 ତାରିଖରେ ଅଯୋଧ୍ୟା ଧାମ ଛାଡ଼ି ଓଡ଼ିଶା ଦେଇ ପୁଣି ଗୁଣ୍ଟୁରରେ ପହଞ୍ଚିବ। ସେହିପରି ଦ୍ୱିତୀୟ ଆସ୍ଥା ଏକ୍ସପ୍ରେସ୍ ଫେବୃଆରୀ 4ରେ ବିଜୟୱାଡ଼ାରୁ ଛାଡ଼ି ଅଯୋଧ୍ୟା ଧାମ ଯିବ। ସେଠାରୁ ପୁଣି 7ରେ ଫେରିବ। ଏହାପରେ ତୃତୀୟ ଟ୍ରେନ ଫେବୃଆରୀ 7 ତାରିଖରେ ରାଜମହେନ୍ଦ୍ରିରୁ ବାହାରି ଅଯୋଧ୍ୟା ଧାମ ଯିବ। 10ରେ ସେହି ଆସ୍ଥା ଏକ୍ସପ୍ରେସ୍ ଅଯୋଧ୍ୟା ଧାମ ଛାଡ଼ି ଓଡ଼ିଶା ହୋଇ ରାଜମହେନ୍ଦ୍ରିରେ ପହଞ୍ଚିବ। ଚତୁର୍ଥ ଆସ୍ଥା ଏକ୍ସପ୍ରେସ୍ ଫେବୃଆରୀ 11ରେ ସାମଲକୋଟରୁ ଛାଡ଼ିବ। ସେହି ଟ୍ରେନ ଫେବୃଆରୀ 14ରେ ଅଯୋଧ୍ୟା ଧାମରୁ ଓଡ଼ିଶା ଦେଇ ସାମଲକୋଟରେ ପହଞ୍ଚିବ।